नमो भगवते वासुदेवाय। जं ब्रह्मा वरुणेन्द्र रुद्रमरुतः स्तुन्यन्ति दिव्यैस्तव्यैर्वेदैः साङ्गपदक्रमोपनिषदैर्गायन्ति जं सामगाः। ध्यानावस्थिततद्गतेन मनसा पश्यन्ति जं योगिनो यस्यान्तनविदुः सुरासुरगणा देवाय तस्मै नमः। देवकी परमानन्दं कृष्णं वन्दे जगद्गुरुम् कृष्णं वन्दे जगद्गुरुम्। ॐ नमो भगवते वासुदेवाय। अथ द्वितीयोऽध्याय साङ्ख्ययोगः। 39 श्लोक। हे सती विहिता साङ्ख्ये बुद्धिर्योगे तिमं शृणु। बुद्ध्या युक्तो यया पार्थ कर्मबन्धं प्रहास्यसि। नेहाभिक्रमनाशोऽस्ति प्रत्यवायो न विद्यते। स्वल्पमप्यस्य धर्मस्य त्रायते महतो भयात्। हे पार्थ, सांख्ययोग नामक तत्वज्ञान तुमको कुहागला। एबे कर्मयोग विषय तुमे शुण। बुद्धियुक्त होई तुमे कर्मबंधनରୁ ମୁକ୍ତ ହେବ। ଏହି ନିଷ୍କାମ କର୍ମଯୋଗରେ ଆରବ୍ଧ କର୍ମର ନିଷ୍ଫଳତା ନଥାଏ। କି ଦୋଷ ତ୍ରୁଟିରୁ କର୍ମ ଶେଷ କରା ନ ଗଲେ ପାପ ମଧ୍ୟ ହୁଏ ନାହିଁ। ଏହି ଧର୍ମର ଅଳ୍ପ ଆଚରଣ ମଧ୍ୟ ମହାଭୟରୁ ରକ୍ଷା କରେ। ସାଂଖ୍ୟ ଯୋଗ ଏ ତତ୍ତ୍ୱଜ୍ଞାନ ହେ ପାର୍ଥ କରିଲ ଶ୍ରବଣ। ଏବେ କହିବା କର୍ମ ଯୋଗେ କର୍ମ ସନ୍ନ୍ୟାସ ବୈରାଗେ। ଯେ ବଣ ବୁଦ୍ଧି ହୋଇ ପ୍ରାପ୍ତ କର୍ମ ବନ୍ଧନୁ ହେବ ମୁକ୍ତ। ନିଷ୍କାମ କର୍ମେ ଦେଲେ ଚିତ୍ତ ସୁଫଳ ମିଳିବା ନିଶ୍ଚିତ। ତ୍ରୁଟିରୁ କର୍ମ ହେଲେ ନାଶ ନ ପାଏ ପାତକ କଳମସ। ହେଲେ ବି ସ୍ୱଚ୍ଛ ଆବରଣ ମହାଭୟରୁ କରିତ୍ରାଣ। व्यवसायात्मिक बुद्धिरे केह कुरु नन्दन। बहुशाखायनन्तश्च बुधयो व्यवसायिनं। यामिमं पुष्पितं वचं प्रपदन्त विवस्थितः। वेदवादरता पार्थ नान्यदस्तीति वादिनः। हे कुरुनंदन, ଏହି ନିଷ୍କାମ କର୍ମଯୋଗରେ ନିଶ୍ଚୟାତ୍ମିକ ବୁଦ୍ଧି ଏକନିଷ୍ଠ ହୋଇ ରହିଥାଏ। କିନ୍ତୁ ଅବ୍ୟବସାୟୀମାନଙ୍କର ଅର୍ଥାତ୍ ଅସ୍ଥିରଚିତ ସକାମ ବ୍ୟକ୍ତିଙ୍କର ବୁଦ୍ଧି ହେଉଛି ବହୁଶାଖା ବିଶିଷ୍ଟ ଏବଂ ଅନନ୍ତ ଅଟେ। ହେ ପାର୍ଥ, ଅଜ୍ଞାନ ବ୍ୟକ୍ତିଗଣ ବେଦୋକ୍ତ କର୍ମଫଳର ପ୍ରଶଂସାରେ ଅନୁରକ୍ତ ହୋଇ ତାହାଠାରୁ ଅନ୍ୟ କୌଣସି ଅଧିକ ଶ୍ରେୟ ବିଷୟ ନାହିଁ ବୋଲି ମନମୁଗ୍ଧକର ବଚନ ହିଁ କହିଥାନ୍ତି। ଯେଣୁ ଏ କର୍ମ ସମର୍ପିତ ନିର୍ମଳ ବୁଦ୍ଧି ହୁଏ ଜାତ। ଏକଇ ନିଷ୍ଠା ଏକ ମନ ସ୍ୱଭାବେ ହୁଏ ଉତପର୍ଣ୍ଣ। ସକାମ କର୍ମ କଲା ନର ଚିତ୍ତରେ ସର୍ବଦା ସ୍ଥିର। ଫଳ ଚିନ୍ତାରେ ବ୍ୟାକୁଳିତ ନାନା ଦିଗକୁ ବଳେ ଚିତ। କର୍ମକାଣ୍ଡର ଆଚରଣେ ଲିପ୍ତ ରହନ୍ତି ମୂଢ଼ ଜନେ। ପ୍ରଶଂସିତାର ଫଳମାନ କହନ୍ତି ମଧୁର ବଚନ। हे फल वेदरे कथित
ତେଣୁ କହନ୍ତି ଏହା ଶ୍ରେଷ୍ଠ। कामात्मान स्वर्गपरं जन्म कर्म फलप्रदं क्रियाविशेषबहुलं भोगैश्वर्य गतिं प्रति भोगैश्वर्यप्रसक्तानां तयापहृत चेतसां व्यवसायात्मिका बुद्धिः समाधो न विधीयते। ସ୍ୱର୍ଗକୁ ପରମ ପୁରୁଷାର୍ଥ ମଣୁଥିବା ସକାମ କର୍ମ କରୁଥିବା ବ୍ୟକ୍ତିମାନେ ଜନ୍ମ କର୍ମ ଫଳପ୍ରଦ ଭୋଗ ଆଉ ଐଶ୍ୱର୍ଯ୍ୟ ପ୍ରାପ୍ତି ବିଷୟରେ ଭିନ୍ନ ଭିନ୍ନ କ୍ରିୟା କରିବାକୁ ଏଭଳି ମନମୁଗ୍ଧକର କଥା କହିଥାନ୍ତି। ଭୋଗ ଓ ଐଶ୍ୱର୍ଯ୍ୟରେ ଆସକ୍ତ ହୋଇଥିବା ବ୍ୟକ୍ତିମାନେ ସେହି ପୁଷ୍ପିତ ବଚନରେ ବିମୋହିତ ହୋଇ ସେମାନଙ୍କର କାର୍ଯ୍ୟ ଅକାର୍ଯ୍ୟ ନିର୍ଣ୍ଣୟକାରୀ ବୁଦ୍ଧି ଏକ ବିଷୟରେ ସ୍ଥିର ହୋଇ ରହିପାରେ ନାହିଁ। ସକାମ କର୍ମେ ଦେଇ ଚିତ୍ତ ସ୍ୱର୍ଗ ଲାଭକୁ ମଣିଷ୍ଟ ବେଦୋକ୍ତ ଜନ୍ମ କର୍ମ ଫଳ ସମ୍ଭୋଗ ଐଶ୍ୱର୍ଯ୍ୟ ସକଳ ପ୍ରାପତ ପାଇଁ କର୍ମ ମାନ ଏ ମୂଢ଼େ କରନ୍ତି ବ୍ୟାଖ୍ୟାନ ଭୋଗ ଐଶ୍ୱର୍ଯ୍ୟ ଯାର ମନ ଶୁଣିଏ ପୁଷ୍ପିତ ବଚନ ସେଦିଗେ ହୋଇ ବିମୋହିତ ନ ବୁଝି ପାରେ ହିତାହିତ ତା ବୁଦ୍ଧି ଏକ ବିଷୟରେ ନ ରହେ ସ୍ଥିର କେତେବେଳେ त्रैगुण्य विषया वेदा निस्त्रिगुण्यो भवार्जुन निर्गन्धो नित्यसत्त्वस्थो निर्योगक्षेम आत्मवान् यावनर्थोदपाने सर्वतः सम्प्लुतोदके तावन् सर्वेषु वेदेषु ब्रह्मणस्य विजानतः। हे अर्जुन, ଏହି କର୍ମକାଣ୍ଡ ରୂପ ବେଦ ସମୂହ ତ୍ରିଗୁଣାନ୍ୱିତ ଅର୍ଥାତ୍ ସକାମ କର୍ମଫଳ ପ୍ରଦାୟକ। ଅତଏବ ତୁମେ କର୍ମଫଳରେ ନିସ୍ପୃହ ହୋଇ ସୁଖ ଦୁଃଖାଦି ଦ୍ୱନ୍ଦ୍ୱରେ ନିର୍ଲିପ୍ତ ରହି ନିତ୍ୟ ସତ୍ତ୍ୱସ୍ଥ ହୋଇ ଯୋଗକ୍ଷେମ ଶୂନ୍ୟ ଅର୍ଥାତ୍ ଅପ୍ରାପ୍ତ ବସ୍ତୁର ରକ୍ଷଣ ବିଷୟରେ ଚିନ୍ତାଶୂନ୍ୟ ହୁଅ ଏବଂ ଆତ୍ମନିଷ୍ଠ ହୁଅ। କ୍ଷୁଦ୍ର କ୍ଷୁଦ୍ର ଜଳାଶ୍ରୟରେ ପୃଥକ୍ ପୃଥକ୍ ଭାବରେ ଯେଉଁ ପ୍ରୟୋଜନ ସିଦ୍ଧ ହୁଏ ଏକ ବିସ୍ତୀର୍ଣ୍ଣ ଜଳାଶ୍ରୟରେ ସେ ସମସ୍ତ ପ୍ରୟୋଜନ ଏକତ୍ର ସିଦ୍ଧ ହୋଇଥାଏ। ସେହିପରି ବେଦର ସମସ୍ତ କାମ୍ୟ କର୍ମରେ ଯେଉଁ ଫଳ ଲାଭ ହୁଏ ସେ ସମସ୍ତ ଫଳ ଏକତ୍ରିତ ଭାବରେ ଜଣେ ବ୍ରହ୍ମନିଷ୍ଠ ପୁରୁଷର ଲାଭ ହୋଇଥାଏ। ବେଦର କର୍ମ କାଣ୍ଡ ଜାଣ ତ୍ରିଗୁଣାନ୍ୱିତ ହେ ଅର୍ଜୁନ କର୍ମ ଫଳରେ ଆସକ୍ତ ନ ହୋଇ ହୁଅ ଶୁଦ୍ଧ ଚିତ୍ତ ସୁଖ ଦୁଃଖାଦି ମଣିଷମ ନିତ୍ୟ ସତ୍ତ୍ୱସ୍ଥ ହୁଅ ପୁଣ ଲଭିବା ପାଇଁ ଅପ୍ରାପତ ପ୍ରାପ୍ତର ସୁରକ୍ଷା ନିମିତ୍ତ ଯତନ ନ କର କିଞ୍ଚିତ ଈଶ୍ୱରେ ହୁଅ ସମର୍ପିତ कर्मण्येवाधिकारस्ते मा फलेषु कदाचन मा कर्मफलहेतुर्भूर्मा सङ्गोऽस्त्वकर्मणि योगस्थः कुरु कर्माणि सङ्गं त्यक्त्वा धनञ्जय सिद्धसिद्ध्यो समो भूत्वा समतं योग उच्यते। ତେଣୁ ତୁମର କର୍ମରେ କେବଳ ଅଧିକାର ଅଛି କିନ୍ତୁ କର୍ମ ଫଳରେ କଦାପି ଅଧିକାର ନାହିଁ। କର୍ମଫଳ ତୁମର କର୍ମ ପ୍ରବୃତ୍ତିର କାରଣ ନ ହେଉ କି କର୍ମ ତ୍ୟାଗରେ ମଧ୍ୟ ତୁମର ପ୍ରବୃତ୍ତି ନ ଆସୁ। ହେ ଧନଞ୍ଜୟ, ତୁମେ ଫଳ କାମନା ପରିତ୍ୟାଗ କରି ଏକାନ୍ତ ଈଶ୍ୱର ପରାୟଣା ହୋଇ ସିଦ୍ଧି ଅସିଦ୍ଧିକୁ ସମଜ୍ଞାନ କରି କର୍ମ କରିଚାଲ। ସିଦ୍ଧି ଅସିଦ୍ଧିର ସମତ୍ଵ ବୁଦ୍ଧିକୁ ଯୋଗ ହିଁ କୁହାଯାଏ। ନାନାଦି କ୍ଷୁଦ୍ର ଜଳାଶଏ ଯେ ପ୍ରୟୋଜନ
साधन सिद्ध हुए। से सर्व प्रयोजन मान एकत्र करई साधन। सकल दिगरे विस्तृत सरसी होइले प्राप्त। तेसन काम्य फलमान लभई ब्रह्म निष्ठ जान। कर्म रे अछि अधिकार फल को न कर विचार। कर्म रे प्रवृत्ति निवृत्ति न आसु फला फल चिंती। आसक्ति करीण वर्धन होई ईश्वर परायण। सिद्धि सिद्धि मणिसम हे धनंजय कर कर्म। ए समभाव जोग जन ए दिगे दिय मन प्राण। दूरेण ह्यवरं कर्म बुद्धियोगात् धनञ्जय। बुद्धौ शरणमन्ये च कृपणः फलहेतवः। बुद्धियुक्तो जहातिह उभय सुकृत दुष्कृते। तस्मद्योगाय युज्यस्य योगकर्मसु कौशलम्। हे धनंजय, बुद्धिर साम्य जोग तुलनाରେ କାମ୍ୟକର୍ମ ନିକୃଷ୍ଟତର। ତେଣୁ ତୁମେ ସମତ୍ତ ବୁଦ୍ଧିର ଆଶ୍ରୟ ନିଅ। ଯେଉଁମାନେ ଫଳ ଉଦ୍ଦେଶ୍ୟରେ କର୍ମ କରନ୍ତି ସେମାନେ ହେୟ ତଥା କୃପାର ପାତ୍ର। ସମତ୍ତ ବୁଦ୍ଧିଯୁକ୍ତ ବ୍ୟକ୍ତି ଇହ ଜନ୍ମରେ ପାପ ଓ ପୁଣ୍ୟ ଉଭୟକୁ ପରିତ୍ୟାଗ କରିଥାନ୍ତି। ତେଣୁ ତୁମେ ଯୋଗ ପାଇଁ ପ୍ରଯତ୍ନଶୀଳ ହୁଅ। କର୍ମରେ କୌଶଳ ହିଁ ଯୋଗ। ସମତ୍ତ ବୁଦ୍ଧିର ଆଶ୍ରୟ ନିଶ୍ଚିତେ ନିୟ ଧନଞ୍ଜୟ। ଏ ସାମ୍ୟ ଯୋଗ ଠାରୁ ଜାଣ ସକାମ କର୍ମ ଅତିହୀନ। ଫଳ ପାଇଁ ଯେ କରେ କର୍ମ ସେ ଅତି ହେୟ ଦିନହୀନ। ସମତ୍ତ ବୁଦ୍ଧି ଅନୁସରି ଜ୍ଞାନୀଏ ଯାନ୍ତି କର୍ମ କରି। ଉଭୟ ସୁକୃତ ଦୁଷ୍କୃତ ସ୍ୱଭାବେ ତେ ଯନ୍ତି ପଣ୍ଡିତ। ଯୋଗରେ ହୁଅ ଯତ୍ନଶୀଳ ଯୋଗ ହିଁ କର୍ମରେ କୁଶଳ। कर्मजं बुद्धियुक्ता हि फलं त्यक्त्वा मनीषिणः। कर्मबन्ध विनिर्मुक्ता पदं गच्छन्त्यनामयम्। यदा ते मोहकलिलं बुद्धिर्व्यतितरिष्यति तदा गन्तासि निर्वेदं श्रोतव्यस्य श्रुतस्य च। श्रुतिविप्रतिपन्नाते यदास्तस्यति निश्चला। समाधावचला बुद्धि तदा योगमवाप्स्यसि। ସମବୁଦ୍ଧିରେ କର୍ମ କରୁଥିବା ଜ୍ଞାନୀମାନେ କର୍ମ କରି ସୁଦ୍ଧା କର୍ମଜନିତ ଫଳରେ ଆବଦ୍ଧ ହୁଅନ୍ତି ନାହିଁ। ତେଣୁ ସେମାନେ ଜନ୍ମରୂପ ବନ୍ଧନରୁ ମୁକ୍ତ ହୋଇ ସର୍ବ ଉପଦ୍ରବ ଶୂନ୍ୟ ମୁକ୍ତି ପଦକୁ ପ୍ରାପ୍ତ ହୁଅନ୍ତି। ଯେତେବେଳେ ତୁମ ବୁଦ୍ଧି ମୋହରୂପକ ଗହନ କାନନ ବା ଦୁର୍ଗ ଅତିକ୍ରମ କରିବ ସେତେବେଳେ ତୁମେ ଯାହା ଶୁଣିବାକୁ ଇଚ୍ଛା କରୁଅଛ ବା ଶୁଣିଅଛ ସେ ବିଷୟରେ ତୁମର ବୈରାଗ୍ୟ ଭାବ ଆସିବ। ଏଥିପୂର୍ବରୁ
ନାନା ବୈଦିକ ଫଳ ପ୍ରଶଂସାଦି ଶ୍ରବଣରେ ତୁମ ବୁଦ୍ଧି ବିକ୍ଷିପ୍ତ ହୋଇଅଛି। ସେ ବୁଦ୍ଧି ପରମାତ୍ମାଙ୍କଠାରେ ସ୍ଥିର ହୋଇ ରହିଲେ ତୁମେ ଯୋଗପ୍ରାପ୍ତ ହେବ। ଏ ସମବୁଦ୍ଧି ଜ୍ଞାନୀ ଜନ ତେଜିଣ କର୍ମ ଫଳ ମାନ ଜନ୍ମ ବନ୍ଧନୁ ହୋଇ ମୁକ୍ତ ହୁଅନ୍ତି ମୋକ୍ଷକୁ ପ୍ରାପତ। ଯେ କାଳେ ତୁମ୍ଭ ବୁଦ୍ଧି ଜ୍ଞାନ ଭେଦିବ ମୋହ ଦୁର୍ଗ ଜାଣ। ଶୁଣିଛ ଯେଉଁ କାମ୍ୟ ଫଳ ଶୁଣିବ ଆଉ ଯା ସକଳ। ଆସ୍ଥା ତହିଁରେ ନ ରହିବ ତେଣୁ ବୈରାଗ୍ୟ ଉପଜିବ। अर्जुन उवाच स्थितप्रज्ञस्य का भाषा समाधिस्तस्य केशव। स्थितधि किं प्रभासेत किमसित् व्रजते किम्। श्रीभगवानुवाच प्रजहाति यदा कामान् सर्वान् पार्थ मनोगतान् आत्मनेवात्मना तुष्ट स्थितप्रज्ञस्तदुच्यते। अर्जुन कहले, हे केशव, समाधिस्थ ହୋଇଥିବା ସ୍ଥିତପ୍ରଜ୍ଞର ଲକ୍ଷଣ କ'ଣ? ସ୍ଥିତପ୍ରଜ୍ଞ କି ପ୍ରକାର କଥା କହନ୍ତି, କିପରି ଅବସ୍ଥାନ କରନ୍ତି, କିପରି ବିଷୟରେ ଲିପ୍ତ ରହନ୍ତି? ଭଗବାନ କହିଲେ, ହେ ପାର୍ଥ, ଯେତେବେଳେ ଜଣେ ବ୍ୟକ୍ତି ମନୋଗତ ସମସ୍ତ କାମନାକୁ ତ୍ୟାଗ କରି ଆପେ ଆପଣଠାରେ ସନ୍ତୁଷ୍ଟ ରହନ୍ତି, ସେତେବେଳେ ତାକୁ ସ୍ଥିତପ୍ରଜ୍ଞ ବୋଲି କୁହାଯାଏ। ଫଳଶ୍ରୁତିରେ ଦେଇ ଚିତ୍ତ ହୋଇଛି ବୁଦ୍ଧି ବିଚଳିତ। ଯେବେ ତା ନିଶ୍ଚଳ ଭାବରେ ରହିବ ଈଶ୍ୱରଙ୍କ ଠାରେ, ସେ କାଳେ ହେବ ଯୋଗ ପ୍ରାପ୍ତ। ଏ ଯୋଗ ଏ ରୂପେ ସାଧିତ ପରମେଶ୍ୱରୀ ଧ୍ୟାନେ ମଗ୍ନ। ସ୍ଥିତପ୍ରଜ୍ଞର କି ଲକ୍ଷଣ କି ଭାବେ କହନ୍ତି ବଚନ। କିପରି ତାଙ୍କ ଅବସ୍ଥାନ ଲିପ୍ତ ରହନ୍ତି ସେ କିପରି। କେଶବ କହନ୍ତୁ ବିଚାରି ଯେ କାଳେ ସର୍ବମନୋଗତ କାମନା ହୁଏ ପରିତ୍ୟକ୍ତ। ସନ୍ତୋଷ ଆସେ ନିଜ ଠାରେ ଆପେ ରମଇ ଆପଣାରେ। ସ୍ଥିତପ୍ରଜ୍ଞର ଏ ଲକ୍ଷଣ ହେ ପାର୍ଥ ମନ ଦେଇ ଶୁଣ। ଦୁଃଖେଷୁ ଉଦ୍ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ वीतराग भयक्रोधः स्थितधीर्मुनिरुच्यते। यः सर्वत्रानभिस्नेहः सततं प्राप्य शुभाशुभं नाभिनन्दति न द्वेष्टि तस्य प्रज्ञा प्रतिष्ठिता। जे ଦୁଃଖରେ ଉଦ୍ବେଗ ଶୂନ୍ୟ, ସୁଖରେ ନିସ୍ପୃହ, ଯାହାଙ୍କର ବିଷୟାନୁରାଗ ଭୟ ଓ କ୍ରୋଧ ନିବୃତ୍ତ ହୋଇଅଛି, ସେହି ମୁନିଙ୍କୁ ସ୍ଥିତଧୀ ବୋଲି କୁହାଯାଏ। ସେ ସବୁ ବିଷୟରେ ସ୍ନେହଶୂନ୍ୟ, ଶୁଭଲାଭ ହେଲେ ପ୍ରଶଂସା କରନ୍ତି ନାହିଁ କି ଅଶୁଭ ପ୍ରାପ୍ତିରେ ନିନ୍ଦା କରନ୍ତି ନାହିଁ। ତାହାଙ୍କର ପ୍ରଜ୍ଞାନ ପ୍ରତିଷ୍ଠିତା, ଅର୍ଥାତ୍ ସେହି ସ୍ଥିତପ୍ରଜ୍ଞ। ଯେ କାଳେ ସର୍ବମନୋଗତ କାମନା ହୁଏ ପରିତ୍ୟକ୍ତ। ସନ୍ତୋଷ ଆସେ ନିଜ ଠାରେ ଆପେ ରମଇ ଆପଣାରେ। ସ୍ଥିତପ୍ରଜ୍ଞର ଏ ଲକ୍ଷଣ ହେ ପାର୍ଥ ମନ ଦେଇ ଶୁଣ। ଦୁଃଖେ ଉଦ୍ବିଗ୍ନ ନୁହେଁ ଚିତ୍ତ, ସୁଖେ ବି ନୁହେଁ ବିଚଳିତ। ବିଷୟ ନାହିଁ ଅନୁରାଗ, ନିବୃତ୍ତ ଭୟ କ୍ରୋଧ ଭାବ। ହେମନ୍ତ ମୁନି ସ୍ଥିତପ୍ରଜ୍ଞ, ସକଳ ଗୁଣରେ ଅଭିଜ୍ଞ। ମମତା ନାହିଁ
ବିଷୟରେ ନଥାଏ ଆସକ୍ତି କାହିଁରେ, ଶୁଭେ ନଥାଏ ହରସ, ଅଶୁଭେ ନଥାଏ ବିଦ୍ୱେଷ। ଏହାଙ୍କ ଚିତ୍ତ ସଦା ସ୍ଥିର, ସ୍ଥିତ ପ୍ରଜ୍ଞର ଏ ବ୍ୟବହାର। यदा संहरति चायं कुर्मङ्गानीव सर्वशः, इन्द्रियाणीन्द्रियार्थेभ्यस्तस्य प्रज्ञा प्रतिष्ठिता। विषया विनिवर्तन्ते निराहारस्य देहिनः, रसवर्जं रसोऽप्यस्य परं दृष्ट्वा निवर्तते। କୁର୍ମ ଯେପରି ନିଜ ଶିର ପାଦ ପ୍ରଭୃତି ଅଙ୍ଗମାନଙ୍କୁ ସଙ୍କୁଚିତ କରି ରଖେ, ସେହିପରି ଯେ ଆପଣାର ଇନ୍ଦ୍ରିୟମାନଙ୍କୁ ସମସ୍ତ ବିଷୟରୁ ଆକର୍ଷଣ କରି ରଖିପାରନ୍ତି, ସେ ସ୍ଥିତପ୍ରଜ୍ଞ ଅଟନ୍ତି। ନିରାହାର ପୁରୁଷର ଶବ୍ଦ ସ୍ପର୍ଶ ଆଦି ଗ୍ରହଣ କରିବା ଶକ୍ତି ନିବୃତ୍ତ ହୋଇଯାଏ ସତ, ମାତ୍ର ତାର କାମନା ନିବୃତ୍ତ ହୁଏ ନାହିଁ। କିନ୍ତୁ ସ୍ଥିତପ୍ରଜ୍ଞଙ୍କର ବିଷୟାଭିଳାଷ ମଧ୍ୟ ପରମାତ୍ମାଙ୍କ ସହ ସାକ୍ଷାତକାର ଯୋଗୁଁ ଆପେ ଆପେ ନିବୃତ୍ତ ହୋଇଯାଏ। ଆପଣା ଅଙ୍ଗକୁ ଯେ ସନ କୁର୍ମ କରଇ ସଂକୋଚନ, ବିଷୟ ଭୋଗରୁ ତେସନ, ଇନ୍ଦ୍ରିୟ କରି ଆକର୍ଷଣ। ରଖେ ଯେ ନିଜ ଆୟତରେ, ସେ ସ୍ଥିତ ପ୍ରଜ୍ଞ ଏ ସଂସାରେ। ଆହାର କରିଲେ ବର୍ଜନ, ଇନ୍ଦ୍ରିୟ ଶକ୍ତି ହୁଏ କ୍ଷୀଣ। ଇନ୍ଦ୍ରିୟ ନିବର୍ତ୍ତନ୍ତି ସତ, କାମନା ନ ହୁଏ ନିବୃତ୍ତ। ମାତ୍ର ଯେ ସ୍ଥିତ ପ୍ରଜ୍ଞ ଜନ, ପ୍ରଭୁଙ୍କୁ କରି ଦର୍ଶନ। ବିଷୟ ବାସନା ତାଙ୍କର, ହୃଦୟ ହୁଅଇ ଅନ୍ତର। ଜୟତतो ह्यभिकम्तेय पुरुषस्य विपश्चितः, इन्द्रियाणि प्रमाथीनि हरन्ति प्रसवं मनः। तानि सर्वाणि संयम्य युक्तासीत मत्परः, वशे हि यस्येन्द्रियाणि तस्य प्रज्ञा प्रतिष्ठिता। हे କୌନ୍ତେୟ, ମୁଖ୍ୟ ନିମିତ୍ତ ଯତ୍ନଶୀଳ ବିବେକୀ ପୁରୁଷର ମନକୁ ମଧ୍ୟ ଚିତ୍ତ ବିକ୍ଷେପକାରୀ ପ୍ରବଳ ଇନ୍ଦ୍ରିୟମାନେ ବଳପୂର୍ବକ ଆକର୍ଷଣ କରନ୍ତି। ଯେଉଁ ବ୍ୟକ୍ତି ସେହି ସମସ୍ତ ଇନ୍ଦ୍ରିୟକୁ ସଂଯତ କରି ଆମ୍ଭଠାରେ ଚିତ୍ତ ସମାହିତ ପୂର୍ବକ ଅବସ୍ଥାନ କରନ୍ତି, ତାହାଙ୍କର ପ୍ରଜ୍ଞା ପ୍ରତିଷ୍ଠିତା, ଅର୍ଥାତ୍ ସେ ସ୍ଥିର ବୁଦ୍ଧି ଅଟନ୍ତି। ଅନ୍ୟ ଅର୍ଥରେ ଯାହାଙ୍କର ଇନ୍ଦ୍ରିୟ ବଶୀଭୂତ, ସେ ସ୍ଥିତପ୍ରଜ୍ଞ ଅଟନ୍ତି। ସାଧକ ଜ୍ଞାନୀ ଜନ ମନ, ଇନ୍ଦ୍ରିୟ କରେ ଆକର୍ଷଣ। करे विचित कुअथय, एकथा बुझ हे कौन्तेय। जे करी इन्द्रिय संयत, आम्भ निकटे रखे चित। से स्थिर बुद्धि बोली जान, स्थित प्रज्ञर ए लक्षण। ध्यायतो विषयान् पुंसः, सङ्गस्तेषुपजायते। सङ्गात् सञ्जायते काम, कामात् क्रोधोऽभिजायते। क्रोधात् भवति समोहः, समोहात् स्मृतिविभ्रमः। स्मृतिभ्रंशात् बुद्धिनाशो, बुद्धिनाशात् प्रणश्यति। रागद्वेषवियुक्तेस्तु विषयानिन्द्रियैश्चरन्, आत्मवश्यैर्विधेयात्मा ପ୍ରସାଦମଧିଗଚ୍ଛତି। ବିଷୟମାନଙ୍କୁ ଚିନ୍ତା କରୁଥିବା ପୁରୁଷର ତହିଁରେ ଆସକ୍ତି ଜାତ ହୁଏ। ଆସକ୍ତିରୁ କାମନା, କାମନାରୁ କ୍ରୋଧ ଜାତ ହୁଏ। କ୍ରୋଧରୁ ମୋହ, ମୋହରୁ ସ୍ମୃତି ବିଭ୍ରମ ଘଟିଥାଏ। ସ୍ମୃତି ବିଭ୍ରମ ଯୋଗୁଁ ବୁଦ୍ଧି ନାଶ ହୁଏ।
ଏବଂ ବୁଦ୍ଧିନାଶ ହେଲେ ପ୍ରାଣୀ ମୃତତୁଲ୍ୟ ହୋଇଯାଏ। ସଂଯମତା ମନ ପୁରୁଷ ଅନୁରାଗ ଓ ବିଦ୍ୱେଷ ମୁକ୍ତ ହୋଇ ଆତ୍ମବଶୀଭୂତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ଭୋଗ କରୁଥିଲେ ସୁଦ୍ଧା ଆତ୍ମପ୍ରସାଦ ରୂପକ ଶାନ୍ତି ଲାଭ କରନ୍ତି। ଭୋଗ ବିଳାସେ ଯେ ଚିନ୍ତିତ ତହୁଁ ଆସକ୍ତି ହୁଏ ଜାତ କାମନା ଜାତ ଆସକ୍ତିରୁ କ୍ରୋଧ ଜନମେ କାମନାରୁ କ୍ରୋଧରୁ ମୋହ ପରକାଶ ମୋହରୁ ହୁଏ ସ୍ମୃତିଭଂଶ ସ୍ମୃତିନାଶରୁ ବୁଦ୍ଧିଭ୍ରମ ବୁଦ୍ଧିଭ୍ରମରୁ ମୃତସମ ପ୍ରସାଦେ ସର୍ବଦୁଃଖାନାଂ ହାନିରଶ୍ଚୋପଜାୟତେ ପ୍ରସନ୍ନଚେତସୋ ह्यासु बुद्धिपर्यवतिष्ठति नास्ति बुद्धिरयुक्तस्य न च युक्तस्य भावना न च भावयत ଶାନ୍ତି ପ୍ରଶାନ୍ତସ୍ୟ କୁତଃ ସୁଖମ୍। ଚିତ୍ତର ଶାନ୍ତି ଆସିଲେ ସର୍ବବିଧ ଦୁଃଖର ବିନାଶ ହୁଏ। ପ୍ରସନ୍ନ ଚିତ୍ତ ବ୍ୟକ୍ତିର ବୁଦ୍ଧି ଶୀଘ୍ର ସ୍ଥିର ହୋଇଯାଏ। ଇନ୍ଦ୍ରିୟ ବଶୀଭୂତ କରିପାରି ନଥିବା ବ୍ୟକ୍ତିର ବୁଦ୍ଧି ନଥାଏ କି ଈଶ୍ୱର ବିଷୟକ ଭାବନା ମଧ୍ୟ ନଥାଏ। ଏ ଆତ୍ମଭାବନା ନ କରିବା ବ୍ୟକ୍ତିର ଶାନ୍ତି ନାହିଁ ଏବଂ ଅଶାନ୍ତର ସୁଖ ବା କେଉଁଠାରୁ ହେବ? ସଂଯମତା ସଂଯତ ମନା ପୁରୁଷର ରାଗ ବିଦ୍ୱେଷ ହୁଏ ଦୂର ଇନ୍ଦ୍ରିୟ ରଖି ଆତ୍ମବଶେ ଭୁଞ୍ଜଇ ବିଷୟ ରସେ ଆତ୍ମପ୍ରସାଦେ ଚିତ୍ତ ସ୍ଥିର ଲଭଇ ଶାନ୍ତି ନିରନ୍ତର ଯେ ଜନ ଲଭଇ ସନ୍ତୋଷ ସକଳ ଦୁଃଖ ହୁଏ ନାଶ ପ୍ରସନ୍ନ ଚିତ୍ତ ଯେହୁ ନର ତା ବୁଦ୍ଧି ଶୀଘ୍ର ହୁଏ ସ୍ଥିର ଇନ୍ଦ୍ରିୟ ଯାର ନୁହେଁ ବଶ ତା ବୁଦ୍ଧି ହୁଆଇ ବିନାଶ ଆତ୍ମଭାବନା ନାହିଁ ତାର ନଥାଏ ବିବେକ ବିଚାର ଭାବନା ବିନା ଶାନ୍ତି ନାହିଁ ଅଶାନ୍ତ ହେଲେ ସୁଖ କାହିଁ ଇନ୍ଦ୍ରିୟାଣାଂ हि ଚରତଂ ଜନ୍ମନୋ ବିଧୀୟତେ ତଦସ୍ୟ ହରତି ପ୍ରଜ୍ଞାଂ ବାୟୁର୍ନାଭମିମମ୍ବସି तस्मात् यस्य महाबाहो निगृहीतानि सर्वशः ଇନ୍ଦ୍ରିୟାଣୀନ୍ଦ୍ରିୟାର୍ଥେଭ୍ୟସ୍ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ଯେପରି ବାୟୁ ଜଳସ୍ଥିତ ନୌକାକୁ ବିଶୃଙ୍ଖଳ ଭାବରେ ଚାଳିତ କରିଥାଏ, ସେହିପରି ଯାହାର ମନ ସ୍ୱେଚ୍ଛାଚାରୀ ଇନ୍ଦ୍ରିୟମାନଙ୍କ ମଧ୍ୟରୁ କୌଣସି ଗୋଟିକର ଅନୁଗମନ କରେ, ତାହାର ବୁଦ୍ଧିକୁ ସେ ଇନ୍ଦ୍ରିୟ ହରଣ କରେ। ହେ ମହାବାହୁ, ଯାହାଙ୍କର ସମସ୍ତ ଇନ୍ଦ୍ରିୟ ନିଜ ନିଜ ବିଷୟରୁ ନିବୃତ୍ତ ହୋଇଥାନ୍ତି, ତାଙ୍କର ବୁଦ୍ଧି ପ୍ରତିଷ୍ଠିତ, ଅର୍ଥାତ୍ ସେ ସ୍ଥିର ବୁଦ୍ଧି ଅଟନ୍ତି। ଯା ମନ ଇନ୍ଦ୍ରିୟାଧୀନ ବିଷୟ ଭୋଗେ ଥାଏ ମନ, ତା ବୁଦ୍ଧି ହର ଇନ୍ଦ୍ରିୟ ନ ରହିପାରେ ହୋଇଥୟ। ଯେ ସନେ ଜଳେ ଥିବା ପତ ବାୟୁ ପ୍ରକୋପେ ଇତସ୍ତତ
हेणुजाइन्द्रिय समस्त विषय भोगरु निवृत्त से महाबाहु से केवल भुवन्ति एकान्तरिश्चल यानि स सर्वभूतानां तस्यां जागर्ति सञ्जवी यस्यां जाग्रति भूतानि सा निशा पश्यतो मुनिः आपूर्यमाणमचल प्रतिष्ठं समुद्रमापः प्रविशन्ति यद्वत् तद्वत् कामं च प्रविशन्ति सर्वेश शान्तिमाप्नोति न कामकामी आपूर्यमाणमचला प्रतिष्ठं समुद्रमापो प्रविशन्ति यद्वत् तद्वत् कामायं प्रविशन्ति सर्वे स शान्तिमाप्नोति न कामकामी। समस्त प्राणीमानଙ୍କ पक्षरे ଯାହା ଯାହା ରାତ୍ରି ସ୍ୱରୂପ ଅର୍ଥାତ୍ ଅନ୍ଧକାରମୟ ଜିତେନ୍ଦ୍ରିୟ ପୁରୁଷ ତହିଁରେ ଜାଗ୍ରତ ଥାନ୍ତି ଏବଂ ଯେତେବେଳେ ସମସ୍ତ ଲୋକ ଜାଗ୍ରତ ଥାନ୍ତି ଜିତେନ୍ଦ୍ରିୟ ମୁନି ପକ୍ଷରେ ତାହା ରାତ୍ରି ସ୍ୱରୂପ ସର୍ବଦା ଜଳ ପରିପୂର୍ଣ୍ଣ ସମୁଦ୍ରରେ ନଦ ନଦୀର ଜଳ ପ୍ରବେଶ କଲେ ସମୁଦ୍ର ଯେପରି ପୂର୍ବ ଅବସ୍ଥା ପରି ରହିଥାଏ ସେହିପରି ଯାହାଙ୍କର ଚିତ୍ତରେ ଇନ୍ଦ୍ରିୟ ଭୋଗ୍ୟ ବିଷୟର କାମନା ପ୍ରବେଶ କଲେ ସୁଦ୍ଧା ଯେଉଁ ବ୍ୟକ୍ତି ବିଚଳିତ ହୁଅନ୍ତି ନାହିଁ ସେ ଶାନ୍ତି ଲାଭ କରନ୍ତି କିନ୍ତୁ ଭୋଗାବିଳାସୀ ବ୍ୟକ୍ତି ସେ ଶାନ୍ତିକୁ ପ୍ରାପ୍ତ ହୁଅନ୍ତି ନାହିଁ। ଅଜ୍ଞାନର ଯେ ରାତ୍ରି ପ୍ରାୟ ଜାଗ୍ରତ ଥାଏ ଜିତେନ୍ଦ୍ରିୟ ପ୍ରାଣୀ ଯେ କାଳେ ଜାଗ୍ରତ ଭୋଗ ବିଳାସେ ଥାଏ ଚିତ ତହିଁ ନିଦ୍ରିତ ଆତ୍ମଜ୍ଞାନୀ ନିଶା ସମୟ ତାହା ମଣି ଦେଖ जेते नद नदी सभिए मिलन्ति जलधि सागर रहे अविचल लंघि न थाए कूलथल तेसन सागर समान जेहु बाथन्ते योग्य जन तेसन सागर समान जेहु बाथन्ते योगी जन काम प्रवेशी तांक चित न करी पारे विचलित शांति लभन्ति सेहि जोगी न मिले शांति हेले भोगी सर्व कामना परिहरि निस्पृह भाव हृदय धरी तेजी ममत अहंकार जे करे संसारे विहार सदा सर्वदा स्थिर चित से शांति लाभई निश्चित विहाय कामानय सर्वान् पुमंसरति निस्पृह निर्ममो निरहंकार स शान्तिमाधिगच्छति
विहाय कामान् यः सर्वान् पुंसरति निःस्पृहः निर्ममो निरहङ्कार स शान्तिमधिगच्छति। ଯେଉଁ ପୁରୁଷ ସମସ୍ତ କାମନାକୁ ପରିତ୍ୟାଗ କରି ସ୍ପୃହାହୀନ ଅହଙ୍କାର ଶୂନ୍ୟ ମମତା ଶୂନ୍ୟ ହୋଇ ବିଷୟ ଭୋଗ କରନ୍ତି ସେ ଶାନ୍ତି ଲାଭ କରନ୍ତି। ଏଷ ବ୍ରହ୍ମୀ ସ୍ଥିତି ପାର୍ଥ ନୈनं ପ୍ରାପ୍ୟ ବିମୁହ୍ୟତି ସ୍ଥିତସ୍ୟାମନ୍ତକାଳେପି ବ୍ରହ୍ମ ନିର୍ବାଣମୃଚ୍ଛତି। ହେ ପାର୍ଥ, ଏହାକୁ ବ୍ରହ୍ମ ନିଷ୍ଠା ଅବସ୍ଥାନ କୁହାଯାଏ। ଏ ଅବସ୍ଥା ପ୍ରାପ୍ତ ହେଲେ ଜୀବର ଆଉ ମୋହ ରହେ ନାହିଁ। ମୃତ୍ୟୁ କାଳରେ ମଧ୍ୟ ଏ ଅବସ୍ଥାରେ ରହି ଲୋକ ବ୍ରହ୍ମରେ ମିଳନ ରୂପକ ମୋକ୍ଷ ଲାଭ କରନ୍ତି। ଏ ବ୍ରହ୍ମନିଷ୍ଠା ଅବସ୍ଥାନ ହେ ପାର୍ଥ ଶୁଣ ତା ଲକ୍ଷଣ ଯାହାକୁ ହୋଇଲେ ପ୍ରାପତ ପ୍ରାଣୀ ନ ହୁଏ ମୋହଗତ। ମରଣ କାଳେ ଯେଉଁ ଜନ ଏ ଭାବେ କରେ ଅବସ୍ଥାନ ବ୍ରହ୍ମରେ ହୁଆଇ ମିଳିତ ମୋକ୍ଷ ପଦକୁ ହୁଏ ପ୍ରାପ୍ତ। ବ୍ରହ୍ମରେ ହୁଆଇ ମିଳିତ ମୋକ୍ଷ ପଦକୁ ହୁଏ ପ୍ରାପ୍ତ। ଇତି ଶ୍ରୀମଦ୍ଭଗବଦ୍ଗୀତାସୁ ଉପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ योगशास्त्रे श्रीकृष्णार्जुन संवादे सांख्ययोगो नाम द्वितीयोऽध्यायः। ॐ नमो भगवते वासुदेवाय।